ଆପଣଙ୍କର ଚାକିରି ପ୍ରମୋସନ୍ ବିବାହ ସନ୍ତାନ ପ୍ରାପ୍ତି ସବୁକିଛି ସମ୍ଭବ ହୋଇପାରେ। ନା କିଛି ମନ୍ତ୍ର ନା ଜପ ନା କିଛି ପୂଜା ପାଠ କରିବାକୁ ପଡ଼ିବ। କେବଳ ମାତ୍ର ଗୋଟିଏ ଅକ୍ଷର ଆପଣଙ୍କ ସବୁ ସମସ୍ୟାକୁ ସମାଧାନ କରିଦେଇପାରିବେ। ଏହା ପଛରେ ଲଜିକ୍ କ'ଣ ରହିଛି କହିବି, କେମିତି ବ୍ୟବହାର କରିବ ତାହା ମଧ୍ୟ କହିବି। ଏହା ଏକ ଶକ୍ତି ନୁହଁ, ପୁରା ବ୍ରହ୍ମାଣ୍ଡର ଶକ୍ତି ଏହି ଗୋଟିଏ ଅକ୍ଷର ଚମତ୍କାର କରିବ। ଏହି ଉପାୟଟା ଜାଣିବା ପୂର୍ବରୁ ଆପଣଙ୍କୁ ନିବେଦନ, ଯଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓ ଦେଖି ସାରିବା ପରେ ଲାଇକ୍ ସେୟାର ଏବଂ କମେଣ୍ଟରେ ଜୟ ସୀତାରାମ ବୋଲି ଲେଖନ୍ତୁ। ଏହି ଉପାୟଟି ମୁଁ ଗୋଟେ ସୋସିଆଲ ମିଡ଼ିଆରୁ ବହୁତ ଦିନ ପୂର୍ବରୁ ଶୁଣିଥିଲି ଏବଂ ତାଙ୍କୁ 4-5 ଜଣ ଲୋକଙ୍କୁ ଦେଇଥିଲି ପରୀକ୍ଷା କରିବା ପାଇଁ। ମୁଁ ଏବେ ଯେଉଁ ଭିଡ଼ିଓ ସବୁ ୟୁଟ୍ୟୁବରେ ଛାଡ଼ିବା ପରେ ଜଣେ ଭଦ୍ର ବ୍ୟକ୍ତି ମୋର 2 ଦିନ ତଳେ ଦେଖାହେଲେ। କହିଲେ ନନା, ସେ ଯେଉଁ ଅକ୍ଷର ଉପାୟଟି ଆପଣ ଦେଇଥିଲେ ସେ ଉପାୟଟା ଆପଣ ଦେଉନାହାନ୍ତି ଲୋକଙ୍କୁ, ସେଥିରେ ମୋର ବହୁ ସମସ୍ୟା ପୂର୍ଣ୍ଣ ହୋଇଯାଇଛି। ତେଣୁ ମୁଁ ଆଜି ଭାବିଲି ସେଇ ଅକ୍ଷର ଉପାୟଟାକୁ ଆଜି ଆପଣଙ୍କ ଆଗରେ ସେୟାର କରିବି। ମୁଁ ଆପଣଙ୍କୁ ଲେଖିକିରି ଦେଖାଉଛି, ଆପଣ କ'ଣ କରିବେ। ଆପଣ ଗୋଟେ ଅକ୍ଷର ମୁଁ ଲେଖୁଛି, ଦେଖନ୍ତୁ। এইটা হচ্ছে ইংলিশ অক্ষরে এফ। ମୁଁ ସେଲ୍ଫି ମୋଡ଼ରେ କରିଥିଲି, ଆପଣ ଓଲଟା ଦେଖାଯାଉଥିବ। ହଁ, ଆଉ ଉପରେ ଏଇ ଗାରଟାକୁ ଏମିତି ଲମ୍ବେଇ ଦେବେ ହେଲା। আর ଲଜିକ୍ କ'ଣ, ଇଏ ଉପର ହେଲା ଆକାଶ ତତ୍ତ୍ୱ, ତଳ ହେଲା ପୃଥିବୀ ତତ୍ତ୍ୱ, ମଝି ହେଲା ଅଗ୍ନି ତତ୍ତ୍ୱ, ଏ ଯେଉଁ ଉପର ବାଲା ଏଇଟା ବାୟୁ ତତ୍ତ୍ୱ, ତଳ ହେଲା ଜଳ ତତ୍ତ୍ୱ। ଆର ଲଜିକ୍ କ'ଣ ଆସୁଛି, ଏଇ ଯେଉଁ ପୃଥିବୀ ତତ୍ତ୍ୱ ତଳେ ରହିଲା ଇଏ ପାତାଳ ଦେବତାକୁ ଦର୍ଶାଏ। এই যে উপর ভাগের আকাশ তত্ত্ব রহিলা ইয়ে আকাশ তত্ত্ব, আকাশ দেবা দেবতা এবং পিতৃপুরুষকে দর্শাଏ। তল গার হচ্ছে কর্মর শক্তি, ଆଉ ଉପର ଶକ୍ତି ରହିଲା କୁଳ ଦେବ ଦେବତାଙ୍କର ଶକ୍ତିକୁ ଦର୍ଶାଏ। ଇଏ ହେଉଛି ଏ ସିମ୍ବଲ୍। ଆପଣ ଭଲ କରି ଦେଖନ୍ତୁ, ଏହା ଏକ ଚାବି ଭଳି ଦେଖାଯାଉଛି। ଏହାକୁ ଆପଣ କେମିତି ବ୍ୟବହାର କରିବେ, ଆପଣ ପ୍ରତ୍ୟେକ ଦିନ ସ୍ତନାଦି କାର୍ଯ୍ୟକ୍ରମ କରିସାରିବା ପରେ ଆପଣଙ୍କ ବାମ ହସ୍ତର ଅନାମିକା ଆଙ୍ଗୁଠିରେ ଏହି ମାର୍କରେ ହେଉ କିମ୍ବା ଜେଲ୍ ପେନ୍ ହେଉ ଏହି ଚିତ୍ରଟିକି, ଚାବି ଚିତ୍ରଟିକି କରିବେ। ଆପଣ ଯୁଆଡ଼େ ଯିବାର ଥିବ ଯିବେ, ଯୁଆଡ଼େ ଯାଉଛନ୍ତି କିଛି ନାହିଁ। ଯେତେବେଳେ ଆପଣଙ୍କୁ ସମୟ ମିଳିଲା ଆପଣ ଏ ଆଙ୍ଗୁଠିକି ଦେଖି କହିବେ, ଆପଣଙ୍କୁ ଧନ୍ୟବାଦ ପ୍ରକୃତି, ମୋର କାର୍ଯ୍ୟ ହୋଇଗଲା। ପ୍ରତିଦିନ এই କାର୍ଯ୍ୟଟି କରିବେ। ଆପଣଙ୍କର ଗୋଟିଏ ସମସ୍ୟା ସମାଧାନ ହେଇଗଲେ ଆଉ ଗୋଟିଏ ସମସ୍ୟାକୁ ନେଇ କରିବେ। କିନ୍ତୁ ଗୋଟିଏ କଥାକୁ ଧ୍ୟାନ ଦେବେ, ଯେତେବେଳେ ଲାଟ୍ରିନ୍ ଯିବେ ସେତେବେଳେ ପରିଷ୍କାର ଏଇ ଲେଖାଟିକି ଲିଭାଇ ଦେଇ ପରିଷ୍କାର ଭାବରେ ଯିବେ। କାହିଁକିନା ଆମେ ବାମ ହାତରେ ଶୌଚ ଆଦି କର୍ମ କରିଥାଉ। ତେଣୁ ଯଦି ଏଇଟା ନ ଲିଭେଇବା ତାହେଲେ ନେଗେଟିଭ୍ ପ୍ରଭାବ ଆ ଉପରେ ପଡ଼ିବ। ତେଣୁ ଆପଣ ଗୋଟିଏ କଥା, ଆପଣ ଏଇ ଯେଉଁ ଅକ୍ଷରଟି ମୁଁ ଲେଖିଲି, ଯେହେତୁ ମୁଁ ସେଲ୍ଫି ମୋଡ଼ରେ କରୁଛି ଆପଣଙ୍କୁ ଏଇଟା ଉଲ୍ଟା ଦେଖାଯାଉଥିବ। ତେଣୁ ସେ ଅକ୍ଷରଟି ହେଉଛି ଇଂରାଜୀ ଅକ୍ଷରର ଏଫ୍। ଇଂରାଜୀ ଅକ୍ଷର ବଡ଼ ଲେଟର ଏଫ୍। ସେଠି କ'ଣ କରିବେ ନା ଉପର ଭାଗକୁ ଖାଲି ଟିକେ ଆଉ ବଢ଼େଇ ଦେବେ, ସେ ଯେମିତି ଗୋଟେ ଚାବି ସଦୃଶ ହେଇଗଲା। ଏଇ କଥାଟିକି ଟିକେ ଧ୍ୟାନ ଦେଇଥିବେ। ଯେହେତୁ ମୁଁ ସେଲ୍ଫି ମୋଡ଼ରେ କରୁଛି ତେଣୁ ଏଇଟା ଆପଣଙ୍କୁ ଓଲଟା ଦେଖାଯାଉଥିବ। କରନ୍ତୁ ନା, ନିଶ୍ଚୟ ଆପଣ ସୁଫଳ ପାଇବେ। ଜୟ ସୀତାରାମ।